ଭାରତର ପ୍ରତ୍ୟେକଟି ନାଗରିକଙ୍କୁ ଆଇନର ସୂଚନା ରଖିବା ଅତ୍ୟନ୍ତ ଆବଶ୍ୟକ। କାହିଁକି ନା ଯଦି ଆପଣ ଆଇନର ସୂଚନା ରଖୁଛନ୍ତି ତେବେ ଆପଣଙ୍କୁ ଅତି ସହଜରେ ଠକିଦେବାଟା ସମ୍ଭବ ନୁହେଁ। ଦ୍ୱିତୀୟତଃ ଯଦି ଆପଣ ଆଇନର ସୂଚନା ରଖିଛନ୍ତି ତେବେ ଆପଣଙ୍କ ଅଧିକାରକୁ ଆପଣ ଅତି ସହଜରେ ପାଇପାରିବେ। ତୃତୀୟରେ ଆପଣଙ୍କୁ ଯଦି କିଏ ଠକି ଦେଇଛି ବା ଠକି ଦେଉଛି ତେବେ ଆପଣ କହିପାରିବେ ଯେ ଦେଖନ୍ତୁ ଏହି ଆଇନରେ ଏହା ଉଲ୍ଲେଖ କରାଯାଇଛି, ସେ ଆଇନରେ ତାହା ଉଲ୍ଲେଖ କରାଯାଇଛି, ତେଣୁ ଆପଣଙ୍କୁ ଆପଣଙ୍କ କର୍ତ୍ତବ୍ୟ କରିବା ଦରକାର ଏବଂ ମୋ ଅଧିକାର ମୋତେ ଦେବା ଦରକାର। ସେଇଥିପାଇଁ ଆଜି ଆମେ ଏହି ଭିଡିଓରେ ଓଡ଼ିଶାର ଏକ ଆଇନ ଉପରେ ଆଲୋଚନା କରିବା, ଓପିଏଲି ଆକ୍ଟ। ଓପିଏଲି ଆକ୍ଟ 1972। ଏହି ଆଇନର ସେକ୍ସନ 7 ଉପରେ ଆମେ ସଂକ୍ଷିପ୍ତରେ ଆଲୋଚନା କରିବା। ଏହି ଓପିଏଲି ଆକ୍ଟ ସେକ୍ସନ 7 ତହସିଲଦାରକୁ କ୍ଷମତା ଦେଇଛନ୍ତି ଯଦି ଆପଣ କୌଣସି ସରକାରୀ ଜମିରେ 30 ବର୍ଷରୁ ଉର୍ଦ୍ଧ୍ୱ ବସବାସ କରିକି ରହିଛନ୍ତି, ତାର ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କ ପାଖରେ ଅଛି, ତେବେ ଯଦି ତହସିଲଦାର ଚାହିଁବେ ଏହି ଜମିକି ଆପଣଙ୍କ ନାଁରେ ସେଟେଲ କରିଦେବେ। କିନ୍ତୁ ଆପଣ ଯେଉଁ ଜମିରେ ରହିଛନ୍ତି ସେ ଜମି 3-4 ପ୍ରକାର କାଟେଗୋରୀରେ ନ ଆସିବା ଦରକାର, ଯେମିତିକି ସର୍ବସାଧାରଣ, ଗୋଚର ଏବଂ ରକ୍ଷିତ। ଏବଂ ଯଦି ସରକାର ସେ ଜମିକି କୌଣସି ସ୍କୁଲ, କଲେଜ, ମେଡିକାଲ ବା କୌଣସି ସର୍ବସାଧାରଣ ବ୍ୟବହାର ପାଇଁ ରିଜର୍ଭ କରିକି ରଖିଛନ୍ତି ତେବେ ସେ ଜମିକି ଆପଣଙ୍କ ନାଁରେ କେବେ ବି ସେଟେଲ କରାଯିବ ନାହିଁ। ଏବଂ ତହସିଲଦାର ଚାହିଁଲେ ସେ ଆପଣଙ୍କୁ 30 ଦିନର ନୋଟିସ ଦେଇକି ଆପଣଙ୍କୁ ଏଭିକ୍ସନ କରିଦେଇ ପାରନ୍ତି, ଉଚ୍ଛେଦ କରିଦେଇ ପାରନ୍ତି। କରିଦେବାର କ୍ଷମତା ସମ୍ପୂର୍ଣ୍ଣ ତାଙ୍କ ପାଖରେ ଅଛି। ତେଣୁ ଯଦି ଆପଣ ଏଇ 3-4 ପ୍ରକାର କାଟେଗୋରୀରେ ରହୁନାହାନ୍ତି, ବାକି ଅଲଗା ଅଲଗା ଜମିରେ ରହିଛନ୍ତି ସରକାରଙ୍କର, ତେବେ ସରକାର ଯଦି ଚାହିଁବେ, ତହସିଲଦାର ଯଦି ଚାହିଁବେ, ଆପଣ ଯଦି ଜଣେ ଭୂମିହୀନ ଲୋକ ହେଇଥିବେ, ଲ୍ୟାଣ୍ଡଲେସ୍ ପର୍ସନ ହେଇଥିବେ, ଯଦି ଆପଣ ହୋମଷ୍ଟେଡଲେସ୍ ପର୍ସନ ହେଇଥିବେ, ଯେମିତିକି ଆପଣଙ୍କର କୌଣସି ଘର ପଟ୍ଟା ନଥିବ, ତେବେ ଆପଣଙ୍କ ନାଁରେ ସରକାର ବା ତହସିଲଦାର ଚାହିଁଲେ ଏ ଜମିକି ଆପଣଙ୍କ ନାଁରେ ସେଟେଲ କରିଦେବେ। ଯଦି ଆପଣ ଏଇ 3-4 ପ୍ରକାର କାଟେଗୋରୀରେ ରହିନାହାନ୍ତି, ଆପଣ ଅଲଗା ଅଲଗା କାଟେଗୋରୀରେ ରହିଛନ୍ତି ସରକାରୀ ଜମିରେ, ତଥାପି ତହସିଲଦାର ଆପଣଙ୍କ ନାଁରେ ସେଟେଲ କରୁନାହାନ୍ତି, ସମସ୍ତ ପ୍ରକାର ଏଲିଜିବିଲିଟି ଥିଲେ ମଧ୍ୟ ଆପଣଙ୍କ ନାଁରେ କରୁନାହାନ୍ତି, ତେବେ ଆପଣ ହାଇକୋର୍ଟରେ ପିଟିସନ ଲଗାଇ ପାରିବେ ଏବଂ ତାର ଅପିଲେଟ ଅଥରିଟି ଯେମିତିକି ସବ୍ କଲେକ୍ଟର ଏବଂ କଲେକ୍ଟର ପାଖରେ ମଧ୍ୟ ଅପିଲ କରିପାରିବେ। ଆପଣଙ୍କର ଅଧିକାରକୁ ଆପଣ ପାଇପାରିବେ। ତେଣୁ ଆପଣମାନେ ଆଇନର ସୂଚନା ରଖନ୍ତୁ ଏବଂ ଏହି ଚ୍ୟାନେଲକୁ ଆପଣ ଫଲୋ କରନ୍ତୁ, ଏମିତି ଆଇନର ଜାନକାରୀ ପାଇବା ପାଇଁ, ଆଇନର ସୂଚନା ପାଇବା ପାଇଁ। ଆପଣମାନେ ଯଦି କିଏ ମିଥ୍ୟ ପ୍ରତିଶ୍ରୁତି ଦଉଛି କୋ ଓକିଲ ଯେ ଆପଣ ଏଇ 3 କାଟେଗୋରୀରେ ଆଉଛନ୍ତି, ଯେମିତିକି ରକ୍ଷିତ, ସର୍ବସାଧାରଣ ଏବଂ ଗୋଚର, ତାପରେ ବି ସେ ଓକିଲ କହୁଛି ମୁଁ ତମ ନାଁରେ ଏଇ ଜମିଟା ସେଟେଲ କରିଦେବି, ତେବେ ଏଇଟା କେବେ ବି ସମ୍ଭବ ନୁହଁ। ଯଦି ଆପଣ ଯୋଉଠି ରହୁଛନ୍ତି ସେ ଜମି କାହାର ଅଧିକାରକୁ କ୍ଷୁଣ୍ଣ କରୁଛି, ତେବେ ମଧ୍ୟ ଆପଣଙ୍କ ନାଁରେ ଏ ଜମି କେବେ ବି ସେଟେଲ କରାଯାଇପାରିବ ନାହିଁ। ତେଣୁ ଆପଣ ଆଇନର ସୂଚନା ରଖନ୍ତୁ, ନିଜେ ଜାଗୃତ ହୁଅନ୍ତୁ, ସମାଜର ଅନ୍ୟ ଲୋକମାନଙ୍କୁ ଜାଗୃତ କରାନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।